ତ ପିଲେମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତ ପିଲେମାନେ ପୂର୍ବେ ଆମେ ଆଲୋଚନା କରୁଥିଲେ ଏକ ପରିବାର ବୋଲି ଭାବୁଥିଲେ। ବର୍ତ୍ତମାନ ସେ ସମ୍ପର୍କ ଆଉ ନାହିଁ ରାଜା ପ୍ରଜା ଭିତରେ। ଇଂରାଜୀ ଆସିଲା ପରେ ରାଜା ପ୍ରଜା ଭିତରେ କି ସମ୍ପର୍କ ରହିଛି? ବାଜ ଆଉ ପାରା ଭିତରେ ଯେଉଁ ସମ୍ପର୍କ ରାଜା ପ୍ରଜା ଭିତରେ ବର୍ତ୍ତମାନ ହୋଇଅଛି। ତାପରେ କଣ କହୁଛନ୍ତି କବି? କାଢି ନେଲା ରାଜ ଭୋଗ ବିଳାସ ପ୍ରଜା ମୁଖୁ ତାଙ୍କ ଶ୍ରମାର୍ଜିତ ଗ୍ରାସ। ଦେଖ ବିଲେ, ରାଜ ଭୋଗ ଅଭିଳାଷ ପାଇଁ ଯେଉଁ ରାଜା ମାନେ ବର୍ତ୍ତମାନ ଅଛନ୍ତି, ସେ ନାମକୁ ମାତ୍ର ରାଜା। ମାନେ ବିଦେଶୀ ଶାସକ ମାନେ ବର୍ତ୍ତମାନ ରାଜା। ପରନ୍ତୁ ମାନେ ଯୋଉ ରାଜନ୍ୟ ମଣ୍ଡଳୀ ଅଛନ୍ତି, ବୁଝିପାରୁଛ ନା ନାଇଁ? ସେମାନେ କେବଳ ରାଜଭୋଗ ଅଭିଳାଷରେ ନିଜକୁ ରାଜା ବୋଲି ଦେଖେଇବା ପାଇଁ କଣ କରୁଛନ୍ତି? ପ୍ରଜା ମାନଙ୍କ ମୁହଁକୁ ତାଙ୍କର ଶ୍ରମାର୍ଜିତ, ପିଲେ ଶ୍ରମାର୍ଜିତ, ଦେଖ ସ୍କ୍ରିନ କୁ ଦେଖ ପିଲେ, ଶ୍ରମାର୍ଜିତ କହିଲେ ପରିଶ୍ରମ ଦ୍ଵାରା ଅର୍ଜିତ, ଗ୍ରାସ କହିଲେ ଖାଦ୍ୟ। ପ୍ରଜା ମାନେ ଯୋଉ ପରିଶ୍ରମ ଦ୍ଵାରା ଯେଉଁ ଖାଦ୍ୟକୁ ଆଣିଛନ୍ତି, ତାଙ୍କେ ପ୍ରଜା ମାନଙ୍କ ମୁହଁରୁ ତାଙ୍କ ଭୋଗ ଅଭିଳାଷ ପାଇଁ, ନିଜକୁ ରାଜା ବୋଲି ଦେଖେଇବା ପାଇଁ ତାଙ୍କ ମୁହଁରୁ କାଢି ନେଉଛନ୍ତି ଖାଦ୍ୟ। ବୁଝିପାରୁଛ ନା? ତାହେଲେ ରାଜା ମାନେ କଣ କରୁଛନ୍ତି? ବର୍ତ୍ତମାନର ରାଜା ମାନେ ନା ରାଜଭୋଗ ଅଭିଳାଷରେ, ବୁଝିପାରିଲା, ରାଜଭୋଗ ଅଭିଳାଷରେ ପାଇବା ଇଚ୍ଛାରେ ପ୍ରଜା ମାନଙ୍କର ମୁଖକୁ ତାଙ୍କର କଷ୍ଟ ଉପାର୍ଜିତ ଖାଦ୍ୟକୁ ଆଣି ଦେଉଛନ୍ତି ରାଜା ମାନେ। ନା ନାଇଁ? ବିଭିନ୍ନ କର ଆକାରରେ ହଉ, ବିଭିନ୍ନ ପ୍ରକାରର ଲୁଣ୍ଠନ ଆକାରରେ ହଉ, ଶୋଷଣ ଆକାରରେ ହଉ, ତାଙ୍କୁ ଲୁଟି ଚାଲିଛନ୍ତି ରାଜା ମାନେ। ତାପରେ କଣ କହୁଛନ୍ତି କବି? ଦେଖିଲେ, ଦେଶୀ ହୋଇ ତୁମ୍ଭ ଆଚରିଲ ନୀତି, ନିର୍ମମ ବିଦେଶୀ ସର୍ବଶୋଷୀ ନୀତି। ଦେଶୀ ହୋଇ, କବିବର ରାଧାନାଥ ରାୟ କହୁଛନ୍ତି, ଏ ବାରବଟୀ ଆଜି ଯେଉଁ ବାରବାଟୀ ରହିଛି, ବାରବାଟୀ ବସିଛି, ଆପଣ ମାନେ ଉପସ୍ଥିତ ଅଛନ୍ତି, ରାଜନ୍ୟ ମଣ୍ଡଳୀ, ରାଜ କର୍ମଚାରୀ ଯେଉଁ ଅଛନ୍ତି, ଆପଣ ମାନେ ସବୁ କଣ? ଆପଣ ମାନେ ପା ଦେଶୀ। ଏଇ ଉତ୍କଳ ମାଟିରେ, ଏଇ ଓଡିଶା ମାଟିରେ ଆପଣ ମାନେ ଜନ୍ମ ହେଇଛନ୍ତି। ବୁଝିପାରିଲା? ହେ ରାଜନ୍ୟ ମଣ୍ଡଳୀ, ମାନେ ତେଣୁ ଦେଶୀ, ତୁମେ ମାନେ ସବୁ ଦେଶୀ। ବୁଝିପାରିଲା? ତମେ ମାନେ ସବୁ ଦେଶୀ, ପରନ୍ତୁ ତମେ ମାନେ କଣ ଆଚରିତ କରୁଛ? କଣ ଆଚରଣ କରୁଛ ବେଶଭୂଷାରେ? ତୁମେ ସିନା ଦେଶୀ, ପରନ୍ତୁ ତୁମେ ଆଚରଣରେ କହିଦଉଛୁ କଣ? ଆଚରିତ ନୀତି। ନିର୍ମମ ବିଦେଶୀ, ଯେଉଁଭଳି ବିଦେଶୀ ମାନେ, ଯେଉଁ ଇଂରେଜ ମାନେ ନିର୍ମମ, ନିଷ୍ଠୁର, କ୍ରୂର, ବୁଝିପାରିଲା? ସେଇଭଳି ତୁମ ମାନେ ଏ ରାଜନ୍ୟ ମଣ୍ଡଳୀ ଓଡିଶାରେ ଜନ୍ମ ନେଇଥିବା ସେ ରାଜନ୍ୟ ମଣ୍ଡଳୀ, ହେ ରାଜ କର୍ମଚାରୀ ମାନେ, ତୁମେ ଦେଶୀ ହେଲେ ବି କଣ ହେବ? ତୁମେ ସେଇ ନିର୍ମମ ବିଦେଶୀଙ୍କର ଭଳିଆ କଣ କରୁଛ? ସର୍ବଶୋଷୀ ନୀତି। ବୁଝିପାରିଲା? ତମେ ମାନଙ୍କର ନୀତି କଣ ହବ? ସବୁ କିଛି ଶୋଷି ପକାଇବା। ନା ନାଇଁ? ମଶା ଯେମିତି ରକ୍ତ ଶୋଷି ପକାଏ, ତମେ ମାନେ ସମସ୍ତେ ଯୋଉ ନିରୀହ ପ୍ରଜା ମାନଙ୍କର ଶ୍ରମ ଉପାର୍ଜିତ ଖାଦ୍ୟ ତମେ ମାନେ ଯେମିତି ଛଡେଇ ନେଉଛ, ତେଣୁ ଦେଶୀ ହୋଇ ତୁମେ ଯୋଉ ନୀତି ଆଚରଣ କରୁଛ, ତାହା ଇଂରାଜୀ ବା ବିଦେଶୀ ମାନଙ୍କର, ଯୋଉ ନିର୍ମମ ବିଦେଶୀ ମାନଙ୍କ ଠାରୁ ଆହୁରି ଭୟଙ୍କର, ବା ସର୍ବ ଶୋଷୀ ନୀତି। ତମେ ମାନଙ୍କର ସବୁ କିଛି ଶୋଷି ନେବାର ନୀତି ବର୍ତ୍ତମାନ ଦେଖାଯାଉଛି। ତମେ ମାନେ ଦେଶୀ ହେଲେ କଣ ନା, ତାପରେ କଣ କହୁଛନ୍ତି କବି? ବାତ୍ସଲ୍ୟ ନ ବାନ୍ଧିବ ଯାଙ୍କର ଚିତ, ବିଦେଶୀ ସଙ୍ଗୀନେ କଲ ତାଙ୍କୁ ଭୀତ।
କବି ଏଠି କହୁଛନ୍ତି ବାତ୍ସଲ୍ୟ ନ ବାନ୍ଧି, ଦେଖ ବିଲେ ବାତ୍ସଲ୍ୟ ହେଲେ ବାତ୍ସଲ୍ୟ କହିଲେ ପୁତ୍ର ସ୍ନେହରେ, ତାହେଲେ ରାଜା ଆଉ ପ୍ରଜା ମାନଙ୍କର ସମ୍ପର୍କ କିଭଳି ହେବା ଦରକାର? ରାଜା ଆଉ ପ୍ରଜା ଭିତରେ ସମ୍ପର୍କ ପିତା ପୁତ୍ରର ସମ୍ପର୍କ ଭଳି ହବା ଦରକାର। ରାଜ ଧର୍ମ ତାହା ହିଁ କହେ, ରାଜ ଧର୍ମ କହେ ରାଜର ପ୍ରତିଟି ପ୍ରଥା ରାଜାଙ୍କର ପୁତ୍ର ବାପା ମା ମାନେ ଯେମିତି ଛୋଟ ପିଲାଙ୍କୁ ସ୍ନେହ କରନ୍ତି ନା, ରାଜା ସେମିତି ନିଜର ପ୍ରଜା ମାନଙ୍କୁ ସ୍ନେହ କରିବା ଦରକାର। ବାତ୍ସଲ୍ୟ ମୋ ମତରେ ବାନ୍ଧିବ ଦରକାର। ପରନ୍ତୁ ଏଠି କବିବର ରାଧାନାଥ ରହି କହୁଛନ୍ତି ବାତ୍ସଲ୍ୟ ନ ବାନ୍ଧି ପ୍ରଜାଙ୍କର ଚିତ, ପ୍ରଜା ମାନଙ୍କର ମନକୁ ବର୍ତ୍ତମାନ ମନକୁ ବୁଝିଗଲା, ପ୍ରଜା ମାନଙ୍କର ମନକୁ ବର୍ତ୍ତମାନର ରାଜା ମାନେ ବାତ୍ସଲ୍ୟ ମମତାରେ ଆଉ ବାନ୍ଧୁନାହାନ୍ତି। କଣ କରୁଛନ୍ତି? ତାହେଲେ ନ ବାନ୍ଧି କରି ବିଦେଶୀ ସଙ୍ଗୀନେ କଲୁ ତାଙ୍କୁ ଭୀତ। ବିଦେଶୀ ଯୋଉ ବ୍ରିଟିଶର୍ସ ମାନେ ଇଂରେଜ ମାନେ ସଙ୍ଗୀନେ ବନ୍ଧୁକ ମୁଣ୍ଡରେ କଲ ତାଙ୍କୁ ଭୀତ, ବୁଝିପାରିଲା? ତାଙ୍କୁ ଡରାଉଛ। ରାଜଧର୍ମ କହୁଛି ପ୍ରଜା ମାନଙ୍କୁ ବାତ୍ସଲ୍ୟ ମଧ୍ୟରେ ବାନ୍ଧି ରଖିବା ପାଇଁ, ପରନ୍ତୁ ବର୍ତ୍ତମାନ ତୁମେ ମାନେ ସବୁ କଣ କରୁଛ? ତୁମେ ମାନେ ସବୁ ଏତେ ଏଡେ ବଡ ବଡ ପଦବୀ ଲାଳସେ ପାଲିଟି ଯାଇଛ, ଅହଂ ପ୍ରମୋଦ ହେଇଛ, ଶୋଷଣକାରୀ ହେଇଛ, ଯାହା ଫଳରେ ତମେ ମାନେ ପ୍ରଜା ମାନଙ୍କୁ ପୁତ୍ର ସେ ବାନ୍ଧିବା ଅପେକ୍ଷା ତମେ ମାନେ କଣ କରୁଛ? ବନ୍ଧୁକ ମୁଣ୍ଡରେ ତମେ ସବୁ ଭୀତ କରୁଛ, ମିନ୍ସ ଡରଉଛ। ପିଲେ ତାପରେ କଣ କହୁଛନ୍ତି ଏ ସବୁ ତ ଆମେ ପରବର୍ତ୍ତୀ ସମୟରେ ଆଲୋଚନା କରିବା, ଠିକ ଅଛି? ତାହେଲେ ଆଜି ପାଇଁ ବେଶ ଏତିକି।